ସାଙ୍ଗମାନେ ରାସ୍ତା କଡ଼ରେ ପରିବା ବିକ୍ରି କରାଯାଏ, କିନ୍ତୁ କାଚ ଘରେ ଜୋତା ବିକ୍ରି କରାଯାଏ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ଆଜିର ମଣିଷ ନିଜ ବାପାଙ୍କୁ ହତାଦର କରେ, କିନ୍ତୁ ଶ୍ୱଶୁରକୁ ଭାରି ଆଦର କରେ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ଆଜିର ମଣିଷ ଗାଈ ଚରେଇବାକୁ ଲାଜ କରେ, କିନ୍ତୁ କୁକୁର ଚରେଇ ଗର୍ବ ଅନୁଭବ କରେ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ମଦ ଦୋକାନ ଆଗରେ ଗରାଖଙ୍କ ଲମ୍ବା ଲାଇନ୍ ଲାଗିଥାଏ, କିନ୍ତୁ କ୍ଷୀର ଦୋକାନୀଟି ଗରାଖକୁ ଚାହିଁ ରହିଥାଏ। ତେବେ କୁହନ୍ତୁ କିଏ ମୂଲ୍ୟବାନ? ଆଧୁନିକତାର ଦ୍ୱାହି ଦେଇ ଆମେ ସବୁବେଳେ ଆମ ପାଇଁ ଗୁରୁତ୍ୱ ବହନ କରୁଥିବା ଜିନିଷଗୁଡ଼ିକୁ ଅଣଦେଖା କରୁ, ଆଉ ଆମ ପାଇଁ ଅନୁପଯୋଗୀ ଜିନିଷଗୁଡ଼ିକୁ ଭାରି ଆଦର କରୁ। ଆଜି ହେଉଛି ମଣିଷର ଆଦତ। ତେବେ ଏସବୁ ପ୍ରଶ୍ନଗୁଡ଼ିକ କେବଳ ଆପଣମାନଙ୍କ ପାଇଁ। ଆପଣମାନେ ଏହାର ବିଚାର କରନ୍ତୁ, ଏହା କେତେ ଦୂର ଠିକ୍ ଆଉ କେତେ ଦୂର ଭୁଲ। କମେଣ୍ଟରେ ଆପଣଙ୍କର ମତାମତ ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।